ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆଜି ଭଲ କଥା ପିଲେ ମନେ ରଖ, ବୁଲିବ କାଳି ଖଡ଼ଗ। ବୁଲିବ କାଳିର ଖଡ଼ଗ। ବାସ୍ତବ ମତରେ ମନେ ରଖିଥା, ଠାକୁର ଅଭିରାମ ପରମହଂସ ଯେତେବେଳେ ଆଇଲେ ସେ ସେତେବେଳେ ହଚମ ଦେଇଥାନ୍ତେ ପାନେ ଦୁଷ୍ଟଙ୍କୁ, ବୁଝିବୁ। ସେ ଗୁରୁ ରୂପରେ ଆଇଥିଲେ ବୋଲି ସେ ଆଉ ଦୁଷ୍ଟଙ୍କୁ ସଂହାର କଲେ ନାହିଁ। ଏକାକ୍ଷର ଧର୍ମ କ'ଣ କଲେ? ଜ୍ଞାନ ଦେଇକି ପଳେଇଲେ। ସେ ଏମିତି ବ୍ୟକ୍ତି ଥିଲେ, ସେ ଗୋଟେ ପଦ ତାଙ୍କର ମନେ ପଡ଼େ, ସେ କହିଛନ୍ତି ଆଜ୍ଞା ନାହିଁଟି ଆଜ୍ଞା ଦେଲେ ଦେବେ କାଳି ଚାଟି। ଠାକୁର କହିଛନ୍ତି ମତେ ଆଜ୍ଞା ନାହିଁ, ଯଦି ଆଜ୍ଞା ହଁ ତା ପ୍ରଭୁଙ୍କର ଆଜ୍ଞା ଦେଲେ ଗୋଟେ ମୁହୂର୍ତ୍ତ ମଧ୍ୟରେ ଦୁଷ୍ଟଙ୍କୁ ସଂହରଣ କରିଥାନ୍ତା। କିଏ ସେ? କାଳି। ସେମିତି ଯେତେବେଳେ ଭୀମ ବୋଇ ଆସିଥିଲେ, ଭୀମ ବୋଇ କହିଥିଲେ ମତେ ବି ପ୍ରଭୁଙ୍କର ଆଜ୍ଞା ନାହିଁ, ଯଦି ଆଜ୍ଞା ହବ ଇଏ ବିଶ୍ୱ ବ୍ରହ୍ମାଣ୍ଡ ମତେ ଗୋଟେ ଥାଳି ଉପରେ ଦେଖାଯାଉଛି, ମୁଁ ଏକୁଟିଆ ଫିଙ୍ଗି ଦିଅନ୍ତି। କିନ୍ତୁ ସମସ୍ତେ କ'ଣ କରୁଛନ୍ତି? ପ୍ରଭୁଙ୍କ ଆଜ୍ଞାକୁ ଚାହିଁ ରହିଛନ୍ତି, ନହେଲେ ଖେଳ ସରିଯାଆନ୍ତାଣି ତାଙ୍କ ସମୟ। ବୁଝି ହଉଛି? କାରଣ ଭଗବାନ କୃଷ୍ଣ ଚାହିଁଥିଲେ ଗୋଟିଏ ଦିନ ମହାଭାରତ କାଟି ଦେଇଥାନ୍ତେ। ବିଦ୍ରୋହ ବିଧାନ ଆଜ୍ଞା ନାହିଁ, ତେଣୁ କ'ଣ ହେଲା? 17 ଦିନ ଓଳିଏ ହେଲା, ଓଳିଏ ବାକି ରଖିଲେ। ବିଧିର ବିଧାନ କେକାରୁ ବାହାନ ପୂର୍ବ ଲେଖି ଅଛି ଧାତା। ଯାହା ସବୁ ଘଟିବ ସବୁ ଆଗରୁ ଧାତା ଲେଖିଛନ୍ତି। ଯେତେ ମହାପୁରୁଷ ମାନେ ଯେତେ ପ୍ରଭୁ ନରଅଙ୍ଗରେ ଆସିଛନ୍ତି ଧର୍ମ ରକ୍ଷା ପାଇଁକି ଆସିଲେ, କିନ୍ତୁ ସେ ଆଜ୍ଞାକୁ ପାଇକି ପାଇଁ ଏ ଦୁଷ୍ଟଙ୍କୁ କିଛି କଲେନି, ଛାଡ଼ି ଦେଇ ପଳେଇଲେ। କାହିଁ କହିଲ ନା? କହିଲେ ଆମେ ଯେତେବେଳେ ଆସିବୁ ଭୀମ ରୂପରେ, ଦୁଷ୍ଟ ଅଛନ୍ତି, ଦୁଷ୍ଟ ରୂପରେ ଯେତେବେଳେ ଆସିବୁ ସେତେବେଳେ ସମାଳିବୁ। ବୁଝିବୁ? ତେଣୁ କାଳି ଖଡ଼ଗରେ ନିଶ୍ଚିନ୍ତ ସଂହାର ହବ। କାଳିଙ୍କର ଖଡ଼ଗ ହୁଏ। କାଳି ଖଡ଼ଗ କ'ଣ ମାନେ ଯୋଗମାୟାଙ୍କର ଖଡ଼ଗ। ବୁଝିହଉଛି? ଏଟା ଆମେ କହୁନୁ, ଠାକୁର ଅଭିରାମ ପରମହଂସ ଲେଖିଛନ୍ତି କଳି ଭାଗବତରେ। କେଉଁମାନେ କାଳି ଖଡ଼ଗରେ ଯିବେ ସେ କଥା ମଧ୍ୟ ଠାକୁର ଲେଖିଛନ୍ତି। ଯେଉଁମାନେ ସଦା ମାନେ ଭକ୍ତର ଭେକ ଧରି ରୂପ ଧରି ମାୟା ରୂପକୁ ଧାରଣ କରିକି ପରର ଅମଙ୍ଗଳ ଚିନ୍ତା କରନ୍ତି, ଯେପରି ଦେବତାଙ୍କ ଭିତରେ ରାହୁ ପ୍ରବେଶ କରିଥିଲେ, ଯେପରି ରାବଣ ସନ୍ନ୍ୟାସୀ ରୂପ ଧରିକି ସୀତାଙ୍କୁ ଚୋରି କରିଥିଲା, ସେହିପରି କଳିରେ ଅନେକ ରାବଣ ବାହାରିବେ। ବୁଝିହଉଛି? ସେ ଗୋଟିଏ ରାବଣ କ'ଣ? ଅନେକ ରାବଣ ବାହାରିବେ। ସେଇ ଯୋଉ ସାଧୁ ବେଶ ଧରିକି ଆସିଥିଲା କିଏ? ସେ ରାବଣ। ସେମିତିଆ ରାବଣ କଳିରେ ମାୟା ବି ସାଧୁ ରୂପ ଧରିକି ଅନେକ ସାଧୁଙ୍କ ରାବଣ। ଏଇମାନଙ୍କ ପାଇଁକି କାଳି ଖଡ଼ଗ। ଏଇମାନଙ୍କ ପାଇଁ କ'ଣ? କାଳି ଖଡ଼ଗ। ବୁଝିପାରିଲେ ନା? ଏଟା ଆମେ କହୁ, ଠାକୁର ଅଭିରାମ ପରମହଂସ ଏ କଥା ତାଙ୍କର କଳି ଭାଗବତରେ ଲେଖିଛନ୍ତି ବା ଜଗତକୁ ଦିଗ୍ଦର୍ଶନ ଦେଇଛନ୍ତି। ହେ ଶୁଣତୁ ମନ ମହାରଥା, କଳି ଯୁଗର ଭକ୍ତ କଥା। କେମିତିଆ ଭକ୍ତ? ନା ରାବଣ ରୂପୀ ଭକ୍ତ। କେବହୁ ତୀର୍ଥ ବ୍ରତ କରି ମାଳା ତିଳକ ହୃଦୟ। ଆମେ ଆଗରୁ କହୁ ଚନ୍ଦନ ଚର୍ଚ୍ଚ ବିଶାଳ ବାହୁ ପରଧନ କିଆ ଅଟନ୍ତି ରାହୁ। ବୁଝି ହଉଛି ନା? ଚନ୍ଦନ ବୋଳିଥିବେ, ମାଳି ତିଳକ ନଗେଇ ଖାଲି ତୀର୍ଥ ବ୍ରତ ପରିକ୍ରମା କରିବେ। କାମ କ୍ରୋଧକୁ ସାର କରି ହୃଦୟରେ ଅହଙ୍କାର। ଆମର କାମନା ଶକ୍ତି ଥିବ, କ୍ରୋଧ ଭାବ ଥିବ, ହୃଦୟରେ ଭାରି ଗର୍ବ ଥିବ, କିନ୍ତୁ ଉପରେ କ'ଣ କରୁଥିବେ? ତୀର୍ଥ ବ୍ରତ କରୁଥିବେ, ମାଳା ତିଳକ ପରିଧାନ ହଉଥିବେ, ଚନ୍ଦନ ଚର୍ଚ୍ଚିତ ହଉଥିବେ। ବୁଝି ହଉଛି ନା?
ଆଉ ସେଗୁଡ଼ାକ କହିହେବ ନାହିଁ, କୌଣସି ଶାସ୍ତ୍ରକୁ ନିନ୍ଦା କରିବା କଥା ନୁହଁ, କିନ୍ତୁ ଠାକୁର ଲେଖିଛନ୍ତି ବୋଲି ଆମେ କହୁଛୁ। ଦିବସ ଧନ ଲୋଭେଚ୍ଛନ୍ନ ରାତ୍ରକୁ ସ୍ଥିରିପା ଆସେ ମନ। ଦିନରେ କ'ଣ ଏବେ ଚିତା ଚୈତନ୍ୟ ହେଇଯିବେ, ଲୋକକୁ ଭୁଆ ବୁଲେଇବେ, ଠକିକି ଆଣିବେ। ରାତିରେ ସଂସାର, ସେ ସଂସାର ତ ସଂସାର, ସଂସାରୀ ନ ହେଇକି ସବୁ କଂସାରୀ ହେଇଯିବେ। ଫେରେ କ'ଣ ହବ? ଆଉ କେମିତିଆ ଭକ୍ତ? କେବହୁ ଶାସ୍ତ୍ରକୁ ପଢ଼ିବେ ବଡ଼ିମା ପଣେ ଗୁରୁ ହେବେ। ଅନେକ ବ୍ୟକ୍ତି ବାହାରିବେ, ବହୁତ ଗୁଡ଼ିଏ ଶାସ୍ତ୍ରକୁ ଅଧ୍ୟୟନ କରିବେ, ଅନେକ ଜ୍ଞାନ ବଖାଣ କରିବେ, ରାସ୍ତାଘାଟଠୁ ଆରମ୍ଭ କରି ଚାରିଆଡ଼େ। ଏବଂ ସିଏ ମଧ୍ୟ କହିବେ ଆମେ ଗୋଟେ ଗୋଟେ ଗୁରୁ, ଆମେ ବି ଅବତାରୀ ପୁରୁଷ। ଆମେ କହୁନୁ, ଠାକୁର ଅଭିନୟ ସୁନ୍ଦର କହିଛନ୍ତି, ଆତ୍ମାରେ ପରତନ ହୋଇ ଶିଷ୍ୟ କରିବେ ମନ୍ତ୍ର ଦେଇ। ନିଜେ ଆତ୍ମଦର୍ଶୀ ହେଇନଥିବେ, ଆତ୍ମଜ୍ଞାନ କଥା କହୁନୁ। ଆତ୍ମଦର୍ଶୀ ଅଲଗା, ଆତ୍ମଜ୍ଞାନୀ ଅଲଗା। ଆତ୍ମଦର୍ଶୀ କ'ଣ? ନିଜ ଆତ୍ମାକୁ ନିଜେ ଆଖିରେ ଦେଖିଥିବେ, ତାକୁ କୁହନ୍ତି ଆତ୍ମଦର୍ଶୀ। ଆମ ମତ ବୁଝି ଏଇଟା, ସେ ଯୋଗ ସୂତ୍ରର କଥା ଆମେ କହୁନୁ। ନିଜ ଆତ୍ମାକୁ ନିଜେ ଦେଖିବେ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଲେ ପୁରୀ, ସେ ତଳେ ରହିକି ନୀଳଚକ୍ର ଦେଖୁଛନ୍ତି, ସେ ନିଜକୁ ନିଜେ। ସେଇଠି ତାଙ୍କର ମାୟା ମୋହ କଟିଗଲା। କାରଣ ମୁଁ ତ ବଡ଼ ଦାଣ୍ଡରେ, ଫେରେ ନୀଳାଚକ୍ରରେ କ'ଣ ଚୈତନ୍ୟ? ବୁଝିପାରୁଛି ନା? ପଞ୍ଚ ମହାପୁରୁଷ ମାନେ ଥିଲେ ବି ଆତ୍ମଦର୍ଶୀ, ନିଜ ଆତ୍ମାକୁ ନିଜେ ଦେଖିଥିଲେ। ସିଏ ବହି ଦେଖା କଥା ନୁହଁ। କିନ୍ତୁ କଳିର ଅନ୍ତିମ ପର୍ଯ୍ୟାୟରେ ମହାପ୍ରଭୁ ଠାକୁର କହୁଛନ୍ତି, ଆତ୍ମାରେ ପରତନ ହୋଇ ନିଜେ ଆତ୍ମାକୁ ଦେଖିନଥିବେ, ଶିଷ୍ୟ କରିବେ ମନ୍ତ୍ର ଦେଇ। କିନ୍ତୁ ମନ୍ତ୍ର ଦେଇକି ଶିଷ୍ୟ କରିବେ। ପୁଣି ଆଉ କିଛି ଭକ୍ତ ବାହାରିବେ, ଅସୁରାନ୍ତକ ବିଦ୍ୟା କହି ଭଣ୍ଡିବେ କୁହୁକ ଦେଖାଇ। ଏଇଟାକୁ ଆମେ ବୁଝେଇ ପାରିବୁ ନାହିଁ। ବର୍ତ୍ତମାନ ଏଇଟା ବହୁତ ଚାଲିଛି। କଳି ଲଗାଇ ଦେବେ ନାମ, ଟଙ୍କା ହେମରେ ହୋଇ ଭ୍ରମ। ଟଙ୍କା ସୁନା ପାଇଁ ଲୋକ ମଧ୍ୟ ବୁଝୁବୁଝିଆ ଖେଳ ଆରମ୍ଭ କରିଦେବେ। କାହିଁକି? ୟାର ଠାକୁରଙ୍କୁ ଦୁହାଇ ଦେଇ ଏ କାମ କରୁଥିବେ, ତେଣୁ ମହାପାପ। ମୋର ଭକ୍ତଙ୍କୁ ଦେବେ ଗାଳି, ହସିବେ ପଢ଼ିଣ ଢମାଳି। ଯେ ପ୍ରକୃତରେ ଭକ୍ତ, ତାକୁ ଗାଳି ଦେବେ, ମୂର୍ଖ ଗୁଡ଼ା କିଛି ଜାଣିନାହାନ୍ତି। କିନ୍ତୁ ଇଏ ମୂର୍ଖ ହେଲେ ମଧ୍ୟ ପ୍ରଭୁ କ'ଣ ଜାଣିଛି? ଜାଣିଛି। ସେମାନେ ବହୁତ ଶାସ୍ତ୍ର ପଢ଼ିକି ପ୍ରଭୁ କୌଣସି ଜାଣିଛନ୍ତି ନାହିଁ, ଶୁଣିଛନ୍ତି କିନ୍ତୁ ଆଖିରେ ଦେଖି ନାହାନ୍ତି। କିନ୍ତୁ ମୂର୍ଖ ହେଲେ ମଧ୍ୟ ଦେଖିଛି। ମୂର୍ଖ ହେଲେ କ'ଣ ହେଉଛି? ତୁଳସୀଦାସଙ୍କ ଭାଷାରେ, ସେ ମୂର୍ଖ ହେଲେ ମଧ୍ୟ ପ୍ରଭୁଙ୍କୁ ଦର୍ଶନ କରିଥିବା ଝିଅ ମହାପଣ୍ଡିତ। ଇଏ ପଣ୍ଡିତ ହେଲେ ମଧ୍ୟ ପ୍ରଭୁଙ୍କୁ ଦର୍ଶନ କରିନାହିଁ, ଇଏ ହେଉଛି ମହାମୂର୍ଖ। ବୁଝିହେଉଛି ନା? ମୋର ଭକ୍ତଙ୍କୁ ଦେବେ ଗାଳି, ପ୍ରକୃତରେ ଭକ୍ତଙ୍କୁ ଗାଳି ଦେବେ। ହସିବେ ଢମ ପଢ଼ିଣ ଢମାଳି। ବଡ଼ ବଡ଼ କଥା କହିଥିଲୁ, ସେ ଭକ୍ତମାନଙ୍କୁ କ'ଣ କରିବେ? ସଭାରେ ଅସମ୍ମାନ କରିବେ। କ୍ରୋଧ କୁଟିଳ ପଣ ଯେଇ ଭକ୍ତଙ୍କୁ ଭୂଷଣ ନୁହେଁ। ଯିଏ ପ୍ରକୃତରେ ଭକ୍ତ, ତା ପାଖରେ କ୍ରୋଧ ଭାବ ଜାଗ୍ରତ ହୁଏ ନା, କୁଟିଳତା ଭାବ ଜାଗ୍ରତ ହୁଏ ନାହିଁ। କୁଟିଳତା ମାନେ ପରର ଅମଙ୍ଗଳ ଚିନ୍ତା କରିବା, ପରକୁ ଖାଲରେ ଭାବ ପକେଇବା, ଏ ଭାବ ଭକ୍ତଙ୍କର ଦେହରେ ଶୋଭା ପାଏ ନାହିଁ। ଉପାଏ ପୋଷିବା କୁଟୁମ୍ବ, ଏ ନୁହେଁ ଭକ୍ତଙ୍କର ଭାବ। ଯିଏ ଭକ୍ତ, ସେ ଏମିତି ଲୋକଙ୍କୁ କ'ଣ କରିବେ? ଠକିକି କୁଟୁମ୍ବ ପୋଷିବେ, ଏଇଟା ଭକ୍ତଙ୍କର ଭାବ ନୁହେଁ। ଦିବସେ କାଟୁଥିବେ ଚିତା, ରାତ୍ରରେ ଖୋଜୁଥିବେ ମାତା। ମାନେ କାମନା ଶକ୍ତି ଆବୃତ ହୋଇଥିବେ ଯିଏ, ସିଏ ମଧ୍ୟ ଭକ୍ତ। ଏ ନୁହେଁ ଭକ୍ତଙ୍କ ବିଚାର, ଶୁଣନ୍ତୁ ମନ ନିରୂପ ନଗର। ହେ ମନ ନିରୂପ କର, ତତେ କହୁଛୁ ଶୁଣୁ। ଚୈତନ୍ୟ କହୁଛନ୍ତି, ଇଏ ଭକ୍ତଙ୍କର ବିଚାର ନୁହେଁ। 25 ସଙ୍ଗେ ଖେଳୁଥିବେ, ବିଭୂତି ସୂତ୍ରକୁ ନ ଯିବେ। କହିଲେ ଏ ସଂସାର ଭିତରେ ସିଏ ଥିବେ, କିନ୍ତୁ ସେ କଂସାରୀ ହେବେ ନାହିଁ। ପଙ୍କିଳ ଜେନେ ପଙ୍କେ ଥାଇ, ତା ଦେହେ ପଙ୍କ ନ ଲାଗ। ପଙ୍କିଳ ମାନେ କ'ଣ କହିଲା? କଲିକତରା।
କଲିକତରା ପଙ୍କ ଭିତରେ ରହୁଛି, ତେଣୁ ବାହାରୁଛି ତା ଦେହରେ ପଙ୍କ ଲାଗୁଛି। ସେମିତି ଭକ୍ତ ଇଏ ସଂସାର ଭିତରେ ଥିଲେ ମଧ୍ୟ, ମହାମାୟା ସଂସାର ଭିତରେ ଥିଲେ ମଧ୍ୟ ସେ କଂସାରି ଉଡ଼େଇ ପାରିବ ନାହିଁ। ଭକ୍ତ ସର୍ବଦା କ'ଣ? ଭକ୍ତ। ଏମାନେ ହୋଇବେ ପରୀକ୍ଷା, ୟାଙ୍କୁ କରିବ କିଏ ରକ୍ଷା? ଏଇ ଯୋଉ ମାୟାବୀ ଭକ୍ତ ମାନେ ଯୋଉ ଠାକୁର କହୁଛନ୍ତି, ଏମାନେ ଦିନେ ପରୀକ୍ଷା ହେବେ। ଆକୁ ସଂସାରରେ କେହି ରକ୍ଷା କରିପାରିବେ ନାହିଁ। ରଖିଲେ ରଖି ପାରେ କାଳି, ନୋହିଲେ ନିଶ୍ଚୟ ଅସେ ବଳି। ଏମାନଙ୍କୁ ସେ ମା କାଳି ଯଦି ରକ୍ଷା କରିପାରିବେ, ଯଦି ନହେଲେ ନାହିଁ ଇଏ ତାରି ଖଡ଼ଗରେ କ'ଣ ହେବେ? ବଳି ପଡ଼ିବେ। ତେଣୁ ଜୟ ଜଗନ୍ନାଥ। ସେ ସତ୍ୟନାରାୟଣ ସ୍ୱାମୀଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା ହରି ବୋଲ।